ବିବାହର 3 ବର୍ଷ ପରେ କାହିଁକି ଜାଣେ ସ୍ତ୍ରୀ ପ୍ରତି ଅସହିଷ୍ଣୁ ହୋଇପଡ଼ିଲେ ମା। ଯେତେବେଳେ ମୁଁ ଅଫିସରୁ ଘରକୁ ଫେରୁଥିଲି ମୋତେ ଚୁପ୍ ଚୁପ୍ ହୋଇ ସ୍ତ୍ରୀଙ୍କ ବିରୁଦ୍ଧରେ କହୁଥିଲେ କି ତୁ ଯିବା ପରେ ତୋ ସ୍ତ୍ରୀ ରୁମ୍କୁ ଯାଇ କବାଟ ବନ୍ଦ କରିଦେଉଛି, ଆଉ ଭିତରେ କ'ଣ କ'ଣ ସବୁ କରୁଛି କେଜାଣି, ତୁ ଆସିବା ପରେ ଯାଇ କବାଟ ଖୋଲୁଛି, ଆଉ ସବୁ କାମ ମୋତେ ହିଁ କରିବାକୁ ପଡ଼ୁଛି। ସେଠୁ ମୁଁ ଭାବୁଥିଲି କି ହଁ, କବାଟ ବନ୍ଦ କରି ଏମିତି ଆଉ କ'ଣ କରୁଥିବ ଯେ ସେ, ଭାବିକି ମୁଁ ଚୁପ୍ ରହିଯାଉଥିଲି ସତ, ହେଲେ ମାଙ୍କ ମୁହଁରୁ ଆଉ କିଛି ବାରି ହୋଇଯାଉଥିଲା। ଲାଗୁଥିଲା ସେ ଆଉ କିଛି କହିବା ପାଇଁ ଚାହୁଁଛନ୍ତି। ଧୀରେ ଧୀରେ ଏମିତି କଥା ବଢ଼ିବାରୁ ଗୋଟିଏ ଦିନ ମୁଁ ଅଫିସରୁ ଶୀଘ୍ର ଘରକୁ ପଳେଇ ଆସିଲି। ଆଉ ଯେତେବେଳେ ରୁମ୍ରେ ପଶିଯାଇଛି ସେ ଦୃଶ୍ୟ ଦେଖିକି, ହେଲେ ସ୍ତ୍ରୀ କ'ଣ କରୁଥିଲେ ବନ୍ଦ ରୁମ୍ ଭିତରେ, କାହିଁକି ସ୍ୱାମୀଙ୍କର ଆଖିରୁ ଲୁହ ପଳେଇ ଆସିଲା, ଏବେ କହିବା ଅପେକ୍ଷା ଆପଣ ନିଜେ ଜାଣି ନିଅନ୍ତୁ। ଅନୁରୋଧ କରିବି କାହାଣୀକୁ ପୁରା ଦେଖନ୍ତୁ। ଏତେ ଖରାରେ ଘରେ ପହଞ୍ଚିବା ବେଳକୁ କବାଟ ବନ୍ଦ ଥିଲା। ବାରମ୍ବାର ବେଲ୍ ବଜେଇବା ପରେ ବି କେହି କବାଟ ଖୋଲୁନଥିଲେ। ମୋତେ ବହୁତ ରାଗ ଆସୁଥିଲା। କିଛି ସମୟ ପରେ ମୋ ମା ଆସି କବାଟ ଖୋଲିଲେ। ହାଲିଆ ଅବସ୍ଥାରେ ଝାଳନାଳ ହୋଇ ମୁଁ ଭିତରକୁ ଗଲି। ମା ପାଣି ଗ୍ଲାସଟିଏ ବଢ଼େଇ ଦେଇ କହିଲେ କି, ଦେଖ, ଘରର ସବୁ କାମ ମୁଁ କରିଛି। ଘର ଓଳେଇଲି, ବାସନ ମାଜିଲି, ରୋଷେଇ କଲି। ଆଉ ଏବେ ମୋ ଦେହରେ ଆଉ ଏତେ ବଳ ନାହିଁ ଯେ ମୁଁ ସବୁ କାମ କରିପାରିବି। ତୋ ସ୍ତ୍ରୀକି ଯାଇକି ଦେଖ, ସେ ପ୍ରକୃତରେ କରୁଛି କ'ଣ। ଯେତେବେଳେ ମୁଁ ଆମ ରୁମ୍କୁ ଗଲି, ମୋ ସ୍ତ୍ରୀ ପୁରା ଆରାମରେ ବେଡ୍ ଉପରେ ଶୋଇ ରହିଥିଲେ। ଦେଖିକି ମୋତେ ବହୁତ ରାଗ ମାଡ଼ିଲା। ତାଙ୍କ ପାଖରେ ଝିଅ ବି ଶୋଇଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମନକୁ ଆସିଲା କି ମୁଁ ଖରାରେ ଯାଇ ଅଫିସରେ କେତେ କଷ୍ଟରେ କାମ କରୁଛି, ବସ୍ଙ୍କର କଥା ଶୁଣୁଛି, ଆଉ କାମ ସାରି ହାଲିଆ ହୋଇ ଏତେ ବାଟ ଅତିକ୍ରମ କରି ଘରକୁ ବି ଆସୁଛି। କିନ୍ତୁ ରାଗିଣୀ କେତେ ଆରାମରେ ଶୋଇ ରହିଛନ୍ତି। ମୁଁ ରାଗରେ ଡାକ ଛାଡ଼ିବାରୁ ସେ ଉଠି ପଡ଼ିଲେ। ତା ସହିତ ଝିଅ ବି ଉଠି ଯାଇ କାନ୍ଦିବା ଆରମ୍ଭ କରିଦେଲା। ତା କାନ୍ଦ ଦେଖି ରାଗିଣୀ ତୁରନ୍ତ ଯାଇ ବୋତଲରେ କ୍ଷୀର ଭର୍ତ୍ତି କରି ଝିଅକୁ ଧରେଇ ଦେଲେ। ସେ ଚୁପ୍ ହୋଇଗଲା। ମା ବାହାରେ ଛିଡ଼ା ହୋଇ ଏସବୁ ଦେଖୁଥିଲେ। ସେ ମୋତେ କହିବାରେ ଲାଗିଲେ କି, ଦେଖିଲୁ ତ, ତୁ ଯିବା ପରେ କେମିତି ତୋ ସ୍ତ୍ରୀ କିଛି କାମ ନ କରି ଆରାମରେ ଯାଇ ବେଡ୍ରେ ଗଡ଼ି ପଡ଼ୁଛି, ଆଉ ଘରର ସବୁ କାମ ମୋତେ କରିବାକୁ ପଡ଼ୁଛି। ଗତ ରାତିରେ ମୁଁ ଭାବିଲି କି ରାତିରେ ଦିଶା ଠିକ୍ରେ ଶୋଉନଥିବା କାରଣରୁ ରାଗିଣୀ ବି ଶୋଇପାରୁନାହାନ୍ତି, ଆଉ ମୁଁ ବି ଶୋଇପାରୁନଥିଲି। କେତେବେଳେ କେଜାଣି ମୋ ଆଖି ଲାଗିଯାଇଥିଲା, ଆଉ କମ୍ ସମୟ ଶୋଇବା କାରଣରୁ ମୋ ମୁଣ୍ଡ ବି ପ୍ରବଳ ବିନ୍ଧୁଥିଲା। ଫ୍ରେଶ୍ ହୋଇ ମୁଁ ରୁମ୍ ଆଡ଼କୁ ଗଲି। ପୁଣି ମା ପଛରୁ କହିଲେ କି, ତୋ ସ୍ତ୍ରୀକୁ କହ କି ତତେ ଚା ପାଣି ଦେବ। ଯେତେବେଳେ ଦେଖିବ ଖଟରେ ପଡ଼ି ରହିଥିବ। ଦିଶାର ବାହାନା ଦେଖାଇ ନିଜେ ଶୋଇପଡ଼ୁଛି। ମୋତେ ବହୁତ ରାଗ ମାଡ଼ିଲା। ଯେତେବେଳେ ରୁମ୍କୁ ଗଲି, ରାଗିଣୀ ପୁଣି ଶୋଇଥିଲେ। ମୁଁ ରାଗରେ ତାଙ୍କୁ ଡାକ ଛାଡ଼ିଲି ଆଉ କହିଲି କି, ତମେ ଘରେ କ'ଣ କରୁଛ କି, ଖାଲି ଶୋଇ ରହୁଛ? ମୋର ଏହି କଥାରେ ସେ ମୋତେ ଆଶ୍ଚର୍ଯ୍ୟରେ ଅନେଇଲେ। ଆଉ ଟିକିଏ ସମୟ ପରେ କାନ୍ଦି କାନ୍ଦି କହିଲେ କି, ମୋ ମୁଣ୍ଡ ପ୍ରବଳ ବିନ୍ଧୁଛି। ମୁଁ ରାଗରେ ତାଙ୍କୁ ଅନେଇଲି ଆଉ ମାଙ୍କ ରୁମ୍କୁ ଗଲି। ଆଜି ମୋର ବଡ଼ ଭଉଣୀ ବି ଆସିଥିଲେ। ମୋତେ ଦେଖି ପାଟି କରିବା ଆରମ୍ଭ କରିଦେଲେ। କହିଲେ କି, ତତେ ଟିକିଏ ବି ମା କଥା ଚିନ୍ତା ପଶୁନି, ଖାଲି ତୋ ସ୍ତ୍ରୀ କଥା ଦେଖ। ମୁଁ ଯେତେବେଳେ ଆସୁଛି ତୋ ସ୍ତ୍ରୀ ଖାଲି ଶୋଇଥିବ। ଘରେ ସେ କ'ଣ କରୁଛି କି? ମୁଁ ଚୁପଚାପ ବସିଗଲି। କିଛି ସମୟ ବସିବା ପରେ ରୋଷେଇ ଘରକୁ ଗଲି। ସେଠାରେ ରାଗିଣୀ ଥିଲେ। ମୋ ମାଙ୍କର ଲିଭର ସମସ୍ୟା ଥିଲା। ସେଥିପାଇଁ ରାଗିଣୀ କମ୍ ତେଲ ମସଲା ବାଲା ଖାଦ୍ୟ ତିଆରି କରୁଥିଲେ। କିନ୍ତୁ ମୋତେ ଟିକିଏ ମସଲାଦାର ଖାଇବା ପସନ୍ଦ ଥିଲା। ତେଣୁ ମୋ ପାଇଁ ଅଲଗା ଆଉ ମାଙ୍କ ପାଇଁ ଅଲଗା ଖାଇବା ତିଆରି କରୁଥିଲେ। ତେଣୁ କେବେ କେବେ ସେ ବ୍ୟସ୍ତ ବି ରହିଯାଆନ୍ତି। ସେ ସମୟରେ ମା ତାଙ୍କ ପାଇଁ ଖାଇବା ତିଆରି କରିଥାନ୍ତି। ରାତିରେ ଦିଶାର ପେଟ କାଟୁଥିଲା ଆଉ ସେ ଜୋରରେ କାନ୍ଦୁଥିଲା। ତା କାନ୍ଦ ଶୁଣି ମୋ ଗଭୀର ନିଦ ଭାଙ୍ଗିଗଲା। ମୁଁ ରାଗରେ ମୋ ସ୍ତ୍ରୀଙ୍କୁ ଅନେଇଲି ଆଉ କହିଲି କି, ତମେ ତ ସାରାଦିନ ତମ ନିଦ ପୁରା କରିଦେଲ, ଆଉ ଏବେ ମୋ ନିଦ କାହିଁକି ନଷ୍ଟ କରୁଛ? ଝିଅକୁ ନେଇ ଆର ରୁମ୍କୁ ପଳାଅ। ସେ ଚୁପଚାପ ଝିଅକୁ ନେଇ ଆର ରୁମ୍କୁ ପଳେଇଲେ ଆଉ ମୁଁ ନିଶ୍ଚିନ୍ତ ହୋଇ ଶୋଇଗଲି। ପରଦିନ ମୁଁ ଅଫିସ ପଳେଇଲି। ସେଠାରେ ସାରାଦିନ ମୁଁ ଏକ କାମକୁ ନେଇ ଟେନସନ୍ରେ ଥିଲି। ପ୍ରଥମେ ତ ନିଦ ବି ପୁରା ହୋଇନଥିଲା। ନିଜ ପାଇଁ ଚା ମଗେଇ ପିଇବା ପରେ ପେନ୍ କିଲର ଗୋଟେ ଖାଇଲି।
ବସ୍ ବି ଆଜି ବହୁତ ସାରା କାମ ଦେଇଥିଲେ। ମୋତେ ବି ବହୁତ ଚିଡ଼ଚିଡ଼ା ଲାଗୁଥିଲା। ପ୍ରଥମେ ତ ଦିଶା ହଇରାଣ କରୁଥିଲା, ଆଉ ତା ସହିତ ଭଉଣୀଙ୍କର ଦୁଇଟି ପିଲା ମଧ୍ୟ ଆସିଥିଲେ। 4ଟା ଭିତରେ ମୋ କାମ ସାରିଦେଲି। ମୋର 3ଟା ବେଳର ବସ୍ ପଳେଇଥିଲା। ଦୀର୍ଘ ସମୟ ଅନ୍ୟ ବସ୍କୁ ଅପେକ୍ଷା କରିବାକୁ ପଡ଼ିଲା। ଆଉ ବହୁତ ସମୟ ପରେ ଆଉ ଗୋଟିଏ ବସ୍ ଆସିଲା, ତ ସେଇଥିରେ ମୁଁ ଘରକୁ ଆସିଲି। ଗରମରେ ତ ମୋ ଦେହ ଯେମିତି ସଢ଼ି ପଡ଼ୁଥିଲା। ଘରେ ପହଞ୍ଚିବା ବେଳକୁ ରାଗିଣୀ ରୁମ୍ରେ ଥିଲେ, ଆଉ ଦିଶାକୁ ଶୁଆଉଥିଲେ। ମୁଁ ରାଗରେ ତାଙ୍କୁ ଅନେଇ କହିଲି କି, ତମେ ଏବେ ଉଠିଲ? କିନ୍ତୁ ସେ କହିବାରେ ଲାଗିଲେ କି ଦିଶାର ପେଟ କାହିଁକି ଜୋରରେ କାଟୁଥିଲା। ଔଷଧ ଦେଇ ତାକୁ ଏବେ ମୁଁ ଶୁଆଇଛି। ଏହାପରେ ସେ ଉଠିଯାଇ ମୋ ପାଇଁ ପାଣି ଓ ଚା କରିକି ନେଇକି ଆସିଲେ। ରାଗିଣୀ ଚା କରିବାକୁ ଯାଇଥିବା ବେଳେ ମା ଆସି ମୋ ପାଖରେ ବସିଲେ। କହିଲେ କି, ପୁଅ, ତୋ ସ୍ତ୍ରୀ ଏବେ ଉଠିଲା, କିଛି ବି କରୁନି। ଶୁଣିକି ମୋତେ ବି ରାଗ ମାଡ଼ିଲା। ଉଠିକି ରୋଷେଇ ଘରକୁ ଯାଇ ରାଗିଣୀ ଉପରେ ଚିଲେଇଲି। ରାଗରେ କହିଲି, ଏଠି ତ କିଛି କାମ ଦାମ କରୁନ, ତେଣୁ ତମେ ତମ ଘରକୁ ପଳାଅ। ସେ ପୁରା ଆଶ୍ଚର୍ଯ୍ୟରେ ମୋତେ ଅନେଇଲେ ଆଉ ଚିନ୍ତିତ ହୋଇଗଲେ। ପଚାରିଲେ, କ'ଣ ହେଲା? ତମେ କାହିଁକି ମୋ ଉପରେ ଚିଲଉଛ? ମୁଁ ପୁରା ରାଗରେ ତାଙ୍କୁ ଅନେଇ ରହିଥିଲି। ସେଠୁ କହିଲି କି, ମଣିଷ କାହିଁକି ବାହା ହୁଏ? ବାହା ହେବା ପରେ ସ୍ତ୍ରୀ ଆସିଲେ ତା ଘର ସମ୍ଭାଳେ, ତା ପିଲାର ଯତ୍ନ ନିଏ। କ'ଣ ମୋ ମା ଏହି ବୟସରେ ଘର କାମ କଲେ ତମକୁ ଭଲ ଲାଗୁଛି? ତମର ଟିକିଏ ବି ଚିନ୍ତା ନାହିଁ। ଏବେ ରାଗିଣୀ ଆହୁରି ଦ୍ୱନ୍ଦ୍ୱରେ ପଡ଼ି ମୋତେ ଅନେଇ ରହିଥିଲେ। କହିଲେ କି, ନାଇଁ ତ, ମୁଁ ସବୁ କାମ କରୁଛି। ଆଉ ଏବେ ସବୁ କାମ ସାରିକି ହିଁ ରୁମ୍କୁ ଯାଇ ଆରାମ କରୁଥିଲି। ପୁରା ରାତି ଦିଶା ମୋତେ ଶୁଆଇ ଦେଇନଥିଲା। ମୁଁ କହିଲି କି, ମୁଁ ନିଜେ କାଲି ରାତିରେ ହିଁ ଦେଖି ସାରିଛି କି ତମେ କ'ଣ କରୁଛ। ମୁଁ ଆସିବା ବେଳକୁ ତମେ ଶୋଇଥିଲ। ରାଗିଣୀ ଚୁପ୍ ରହିଲେ, କିଛି କହିଲେନି। କିନ୍ତୁ ମୋତେ ବହୁତ ରାଗ ଆସୁଥିଲା। ରାଗରେ ତାଙ୍କୁ କହିଲି କି, ପଳାଅ ଏଠୁ, ତମ ଘରକୁ ପଳାଅ, ଆଉ ଯେତେ ଚାହଁ ସେତେ ଆରାମ କର। ସେ ଚୁପ୍ ରହିଲେ ଆଉ ଯାଇକି ତାଙ୍କ ଭାଇଙ୍କୁ ଫୋନ୍ କଲେ। କିଛି ସମୟ ପରେ ତାଙ୍କ ଭାଇ ତାଙ୍କୁ ନେବା ପାଇଁ ଆସିଲେ। ରାଗିଣୀ ନିଜର ଆଉ ଦିଶାର ଜିନିଷପତ୍ର ପ୍ୟାକ୍ କରୁଥିଲେ। ଦେଖିକି ମୁଁ ରାଗରେ ଦିଶାର ଜିନିଷପତ୍ର କାଢ଼ିଦେଲି। କହିଲି କି, ଯିବାର ଅଛି ତ ତମେ ଏକା ଯାଅ, କିନ୍ତୁ ଦିଶାକୁ ତମ ସହିତ ନେଇପାରିବନି। ସେ କାନ୍ଦୁଥିଲେ ଆଉ ଜିଦ୍ କରୁଥିଲେ କି ଦିଶା ମୋତେ ଛାଡ଼ିକି ରହିପାରିବନି, ତମେ ତାକୁ କେମିତି ସମ୍ଭାଳିବ? ମୁଁ ତାଙ୍କୁ କହିଲି କି, ବାସ୍, ତମେ ଘରେ ଖାଲି ଦିଶାକୁ ସମ୍ଭାଳିବା କାମ ହିଁ କରୁଛ, ଯେତେବେଳେ କି ବାକି କାମ ସବୁ ମା କରୁଛନ୍ତି। ତେଣୁ ସେ ବି ଦିଶାର କାମ କରିପାରିବେ, ଆଉ ଅଫିସରୁ ଆସି ମୁଁ ବି ଦିଶାକୁ ସମ୍ଭାଳି ନେବି। ତେଣୁ ତାକୁ ନେଇ ତମେ ଚିନ୍ତା କରିବା ଦରକାର ନାହିଁ। ତାଙ୍କ ଭାଇ ବାହାରେ ରହି ଗାଡ଼ିର ହର୍ନ ମାରୁଥିଲେ। ରାଗିଣୀଙ୍କ ଘର ଲୋକ ଉଚ୍ଚ ପରିବାରର ଥିଲେ। ତାଙ୍କ ଅବସ୍ଥା ବି ଭଲ ଥିଲା। ଅବସ୍ଥା ତ ଆମର ବି ଭଲ ଥିଲା। ମୁଁ ବାସ୍ ବାଇକ୍ ରଖିଥିଲି। ଅଫିସ ଦୂରରେ ଥିବା କାରଣରୁ ବାସ୍ ବସ୍ରେ ଯିବା ଆସିବା କରୁଥିଲି। ତା ସହିତ ପ୍ରବଳ ମାତ୍ରାରେ ଖରା ପାଇଁ ବି ମୁଁ ବାଇକ୍ କମ୍ ବ୍ୟବହାର କରୁଥିଲି। ବସ୍ ମୋ ପାଇଁ ଭଲ ଥିଲା। ଏବେ ଶଳା ବାରମ୍ବାର ହର୍ନ ମାରୁଥିଲେ। ତେଣୁ ରାଗିଣୀ ତାଙ୍କ ସୁଟକେସ୍ ନେଇ ପଳେଇଲେ। ମୁଁ ଦିଶାଙ୍କୁ ତାଙ୍କ ପାଖରୁ ଛଡ଼େଇ ନେଲି ଆଉ ତାଙ୍କୁ ବାହାରକୁ ଠେଲିଦେଲି। ସେ ପଡ଼ୁ ପଡ଼ୁ ରହିଗଲେ। କାନ୍ଦି କାନ୍ଦି ଯାଇ ଭାଇଙ୍କ ଗାଡ଼ିରେ ବସିଗଲେ। ତାଙ୍କ ଭାଇ ଗାଡ଼ିରୁ ବାହାରି ବୋଧେ ଦିଶାକୁ ନେବା ପାଇଁ ଚାହୁଁଥିଲେ। ମୋ ଆଡ଼କୁ ଆସୁଥିଲେ ତ ରାଗିଣୀ ତାଙ୍କୁ ମନା କରିଦେଲେ। ସେ ଚୁପଚାପ ଗାଡ଼ି ନେଇ ପଳେଇଲେ। ମୁଁ ରୁମ୍କୁ ଫେରିଲି। ଦିଶା କାନ୍ଦୁଥିଲା। ମୁଁ ତା କ୍ଷୀର ବୋତଲ ଖୋଜିଲି, କିନ୍ତୁ ମିଳୁନଥିଲା। ରୋଷେଇ ଘରକୁ ଗଲି ତ ବୋତଲ ସିଙ୍କରେ ପଡ଼ିଥିଲା। ଦିଶାକୁ ମୁଁ ତଳେ ବସେଇଲି, କାହିଁକି ନା ବେଡ୍ରୁ ସେ ଯେମିତି ତଳକୁ ପଡ଼ି ନ ଯାଉ। ମୁଁ ତା କ୍ଷୀର ବୋତଲ ପରିଷ୍କାର କରି କ୍ଷୀର ଗରମ କରି ବୋତଲ ଧରେଇଦେଲି। ସେ ଚୁପ୍ ହୋଇଗଲା। ବହୁତ ସମୟ ହୋଇଯାଇଥିଲା। ଭାବିଲି କିଛି ଖାଇବି। ମାଙ୍କ ରୁମ୍କୁ ଗଲି ଆଉ ପଚାରିଲି କି, କ'ଣ ରୋଷେଇ ହେବ? ମା କହିବାରେ ଲାଗିଲେ କି, କ'ଣ ତୋ ସ୍ତ୍ରୀ କିଛି କରିନି କି? ମୁଁ କହିଲି କି, ନା, ସେ ପଳେଇଲା। ମୁଁ ତାଙ୍କୁ ଘରୁ ବାହାର କରିଦେଲି। ମା ମୋତେ ଆଶ୍ଚର୍ଯ୍ୟ ହୋଇ ଅନେଇଲେ ଆଉ କହିଲେ କି, ପୁଅ, ଆଜି ମୋ ଦେହ ପୁରା ଖରାପ ଲାଗୁଛି। ଯେତେବେଳେ ମୁଁ ମୋ ଭଉଣୀଙ୍କ ଆଡ଼କୁ ଅନେଇଲି, ସେ ବେଡ୍ରେ ପଡ଼ି ରହିଥିଲେ। ମୁଁ ତାଙ୍କୁ କିଛି କହିବା ଠିକ୍ ଭାବିଲିନି।
ଭାବିଲି କି ଦିଦି ଘରେ ବି ତ ସବୁ କାମ କରୁଛନ୍ତି, ପିଲା ବି ସମ୍ଭାଳୁଛନ୍ତି, ଆଉ ଏଠିକୁ ଆସିଛନ୍ତି ତ କିଛି ଆରାମ କରୁଛନ୍ତି। ଆଉ ମାଙ୍କର ମୁଁ ନିଜେ ଯତ୍ନ ନେବା କଥା। ତେଣୁ ଆଉ କିଛି ନ ଭାବିକି ରୋଷେଇ ଘରକୁ ଗଲି। ଦେଖିଲି କି ତରକାରୀ ତିଆରି ହୋଇ ରହିଥିଲା। ଯେତେବେଳେ ମୁଁ ଅଫିସରୁ ଆସିଥିଲି ରାଗିଣୀ ତରକାରୀ କରିଦେଇଥିଲେ, କିନ୍ତୁ ରୋଷେଇ ଘରେ ବାସନ ସବୁ ପଡ଼ି ରହିଥିଲା ମାଜିବା ପାଇଁ। ଭାବିଲି ଏସବୁ କେମିତି ଧୋଇବି? ମାଙ୍କର ତ ଦେହ ବି ଭଲ ନାହିଁ, ତେଣୁ ନିଜେ ଧୋଇବା ଆରମ୍ଭ କରିଦେଲି। କିଛି ସମୟ ଭିତରେ ସରିଗଲା। ଏହା ଭିତରେ ଦିଶାର କାନ୍ଦ ଶୁଭିଲା। ମୁଁ ଦୌଡ଼ିକି ରୁମ୍ ଭିତରକୁ ଗଲି। ତାର ବୋତଲର କ୍ଷୀର ସରିଯାଇଥିଲା। ତାକୁ ଯାଇ କୋଳେଇ ନେଲି। ଯେମିତି ତାକୁ ଧରିଛି ମୋ ହାତ ବି ଓଦା ଓଦା ଲାଗିଲା। ଦେଖିବା ବେଳକୁ ସେ ଏକ କରିଦେଇଥିଲା। ତୁରନ୍ତ ମୁଁ ତା ନାପକିନ୍ ଚେଞ୍ଜ କଲି। ଆଉ ପରିସ୍ରା ଗନ୍ଧରେ ମୋତେ ବାନ୍ତି ଲାଗୁଥିଲା। ତଥାପି ମୋତେ ସେ କାମ କରିବାର ଥିଲା, କାରଣ ଏସବୁ କରିବା ପାଇଁ ରାଗିଣୀ ନଥିଲେ କି ମା ବି ନଥିଲେ। ଦିଶାକୁ ପରିଷ୍କାର କରିବା ପରେ ତାକୁ ଦୋଳିରେ ବସେଇଦେଲି। ଆଉ ସେ ଶାନ୍ତିରେ ବସିଗଲା। ପରିସ୍ରାରେ ତା ନାପକିନ୍ ଫାଟି ଦେହ ଓଦା ହୋଇଯାଇଥିଲା, ତେଣୁ ସେ କାନ୍ଦୁଥିଲା। ତାକୁ ବସେଇ ଦେଇ ମୁଁ ବେଡ୍ରୁ ସବୁ ଜିନିଷ ଉଠେଇ ବାହାରେ ରଖିଦେଲି। ନୂଆ ବେଡସିଟ୍ ପକେଇଦେଲି। ବାଥରୁମ୍ ଯାଇ ସେ ବେଡସିଟ୍ ଓ ଦିଶାର ଡ୍ରେସ୍ ସଫା କଲି। ଏବେ ସଫା କରୁଥିଲି, ପୁଣି ଦିଶାର କାନ୍ଦ ଶୁଭିଲା। ଦୌଡ଼ିକି ଯାଇ ରୁମ୍ରେ ଦେଖିଲି କାଳେ ତଳେ ପଡ଼ିଯାଇନି ତ ଆଉ। ତାକୁ ନେଇ ମୁଁ ମାଙ୍କୁ ଦେଲି। କହିଲି କି ଟିକେ ସମୟ ପାଇଁ ତାକୁ ରଖିଥାଅ। ଆସିକି ପୁଣି ବେଡସିଟ୍ ଓ ଦିଶା ଡ୍ରେସ୍ ସଫା କରି ଛାତ ଉପରେ ଶୁଖେଇଦେଲି। ପୁଣି ରୋଷେଇ ଘରକୁ ଯାଇ ରୁଟି କରିବା ପାଇଁ ଚିନ୍ତା କଲି, କାରଣ ମାଙ୍କର ଦେହ ଭଲ ନଥିଲା। ଆଉ ଦିଦିଙ୍କୁ କିଛି ବି କହିପାରୁନଥିଲି। ସେଠୁ ହାଲିଆ ହୋଇ ଭାବିଲି କି ରୁଟି ବାହାରୁ ମଗେଇଦେବି। ରୁଟି ଅର୍ଡର ଦେଇ ମୋ ମାଙ୍କ ରୁମ୍କୁ ପଳେଇଲି। ଦିଶାକୁ ନେଇ ଆସି ତାକୁ ଚୁପ୍ କରେଇଲି। ତାକୁ ବୋଧେ ଭୋକ ଲାଗୁଥିଲା। ପୁଣି ରୋଷେଇ ଘରକୁ ଯାଇ ତା ପାଇଁ ଖାଇବା ତିଆରି କଲି। କ'ଣ କରିବି ଆଉ କେମିତି କରିବି ମୁଁ କିଛି ବୁଝିପାରୁନଥିଲି। ପୁଣି ଡବା ଉପରେ କେମିତି ତିଆରି କରାଯାଏ ଲେଖାଥିଲା, ତାକୁ ଦେଖିକି ତା ପାଇଁ ଖାଦ୍ୟ ତିଆରି କରିଦେଲି। ଆଉ ତାକୁ ଖୁଆଉ ଖୁଆଉ ସେ ପୁଣି ପରିସ୍ରା କରିଦେଇଥିଲା। ତେଣୁ କପଡ଼ା ବି ଚେଞ୍ଜ କଲି। ସେତେବେଳକୁ ରୁଟି ବି ଆସିଯାଇଥିଲା। ଏଇ 3 ଘଣ୍ଟା ଭିତରେ ମୁଁ ବୁଝିପାରୁଥିଲି ପିଲାକୁ ସମ୍ଭାଳିବା ଛୋଟିଆ କଥା ନୁହେଁ। ମୁଁ ମାଙ୍କ ପାଖକୁ ଗଲି ଆଉ କହିଲି କି ଖାଲି ତରକାରୀଟା ତ ଗରମ କରିଦିଅ। ହେଲେ ସେ ସଫା ମନା କରିଦେଲେ କି ନାଇଁ ପୁଅ, ଆଜି କାହିଁ ମୁଁ ଠିକ୍ରେ ଚାଲିବାକୁ ସାହସ କରିପାରୁନି। ମୁଁ ନିଜେ ତରକାରୀ ଗରମ କରି ରୁଟି ତରକାରୀ ତାଙ୍କୁ ତାଙ୍କ ରୁମ୍ରେ ଦେଇ ଆସିଲି। ଆଉ ମୁଁ ଖାଇବା ନେଇକି ରୁମ୍କୁ ପଳେଇ ଆସିଲି। ଦିଶା ତା ଖେଳନା ସହିତ ଖେଳୁଥିଲା, ତେଣୁ ତୁରନ୍ତ ମୁଁ ଖାଇବା ଶେଷ କଲି। ଖାଇବା ସରିଛି କି ନା ଦିଶା ପୁଣି କାନ୍ଦିବା ଆରମ୍ଭ କରିଦେଲା। ତାକୁ ଧରି ରୋଷେଇ ଘର ଯାଇ ବାସନ ମାଜି ଷ୍ଟାଣ୍ଡରେ ରଖିଲି। ସେତେବେଳକୁ ଚା ପିଇବା ପାଇଁ ଇଚ୍ଛା ଥିଲା। ମୋର ମନେ ପଡ଼ିଲା କି ରାଗିଣୀ ଏ ସମୟରେ କେତେବେଳେ ଚା ତ କେତେବେଳେ କଫି ତିଆରି କରି ମୋତେ ଦେଉଥିଲେ। ଆଉ କହୁଥିଲେ କି ତମେ ହାଲିଆ ହୋଇଯାଇଥିବ, ଦେଖା ତମ ମୁଣ୍ଡ ଚିପି ଦେଉଛି, ତମ ଦେହ ଚିପି ଦେଉଛି। ସେ ମୋତେ ମାଲିସ କରିବା ପରେ ମୋତେ ଆରାମ ବି ଲାଗୁଥିଲା। ଦିଶା କିଛି ସମୟ ପରେ ଶୋଇ ପଡ଼ିଥିଲା, ଆଉ ମୁଁ ବି ତା ପାଖରେ ଶୋଇଗଲି। ଗତ 2 ଦିନ ହେଲା ମୋର ବି ଦେହ ଭଲ ଲାଗୁନଥିଲା। ମୁଁ ବହୁତ କ୍ଳାନ୍ତ ଅନୁଭବ କରୁଥିଲି। ରାତି ଅଧରେ ମୋ ଆଖି ଖୋଲିଗଲା। ଲାଗୁଥିଲା କି ବେଡ୍ ଓଦା ହୋଇଯାଇଛି। ଲାଇଟ୍ ଲଗେଇ ଦେଖିବା ବେଳକୁ ଦିଶାର ନାପକିନ୍ ଫାଟି ବେଡସିଟ୍ ଓଦା ହୋଇଯାଇଥିଲା। ତୁରନ୍ତ ନାପକିନ୍ ଚେଞ୍ଜ କରିବା ସହିତ ବେଡସିଟ୍ ବି ଚେଞ୍ଜ କଲି। ତାପରେ ଶୋଇପଡ଼ିଲି। ସକାଳୁ ଉଠିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ସେତେବେଳକୁ ମା ଜଳଖିଆ ଖାଇସାରିଥିଲେ, ହେଲେ ମୋତେ ଖାଇବା ପାଇଁ ପଚାରିଲେ ନାହିଁ। ଦିଦି ବି ପଚାରିଲେନି। ମୁଁ ନିଜେ ଯାଇ ଫ୍ରିଜରୁ ବ୍ରେଡ୍ ନେଇ ଗରମ କଲି, ଆଉ ବଟର ଲଗେଇ ଜଲ୍ଦି ଖାଇଦେଲି। ମୋର ମନେ ପଡ଼ିଲା କି ମୁଁ ଉଠିବା ବେଳକୁ ରାଗିଣୀ କେମିତି ମୋ ପାଇଁ ସ୍ୱାଦିଷ୍ଟ ପରଟା ବନେଇକି ରଖିଦେଉଥିଲେ। ଆଉ ଦିଶାକୁ ମା ପାଖରେ ଛାଡ଼ି ତୁରନ୍ତ ମୁଁ କାମ ସାରି ଅଫିସ ଗଲି। ସାରା ଦିନ ଅଫିସରେ କାମ କରି ଯେତେବେଳେ ଘରକୁ ଫେରିଲି, ଆମ ଘର ପାଖ ଗଳିରୁ ହିଁ ଦିଶାର କାନ୍ଦ ଶୁଭୁଥିଲା। ଦିଶା ବାରଣ୍ଡାରେ ବସି କାନ୍ଦୁଥିଲା। ତା ପାଖରେ ବହୁତ ସାରା ଖେଳନା ରହିଥିଲା। ମୁଁ କୋଳେଇ ନେବା ପରେ ଦେଖିଲି କି ତା ନାପକିନ୍ ଚେଞ୍ଜ କରାଯାଇନଥିଲା।
ମାଆକୁ ଅନେଇଲି ଆଉ କହିଲି କି ମା, ତମେ କରି ନ ପାରିଲେ ବି ଦିଦିକୁ ତ କହିଦେଇଥାନ୍ତ। ସେଠୁ ମା କହିଲେ କି ପୁଅ, ତୋ ଦିଦି ତ କେତେବେଳୁ ପଳେଇଲାଣି। ସେଠୁ ମୁଁ କହିଲି କି ତୋ ଦେହ ଖରାପ ଅଛି ଆଉ 3-4 ଦିନ ରହିଯାଇଥିଲେ କ'ଣ ହୋଇଥାନ୍ତା। କିନ୍ତୁ ସେ ବୋଧେ ଏ ଝାମେଲାରେ ପଡ଼ିବାକୁ ଚାହୁଁନଥିଲେ। ଏବେ ମୋର ମନେ ପଡ଼ୁଥିଲା କି ରାଗିଣୀ ଦିଶାକୁ ସମ୍ଭାଳିବା ସହିତ ଦିଦିଙ୍କର ପିଲାକୁ ବି ସମ୍ଭାଳୁଥିଲେ ଆଉ ଦିଦି ଖାଲି ଆରାମ କରୁଥିଲେ। କିନ୍ତୁ ତଥାପି ସେମାନେ କେବଳ ରାଗିଣୀ ବିରୁଦ୍ଧରେ ଅଭିଯୋଗ କରି ଆସୁଥିଲେ। ତାପରେ ମୁଁ ବାଥରୁମ୍ ଗଲି ଆଉ ସେଠାରେ ରାତିର କପଡ଼ା ପଡ଼ିଥିବା ଦେଖିକି ମୋ ମୁଣ୍ଡ ଖରାପ ହୋଇଗଲା। ଦିଶାର ଡ୍ରେସ୍ କାଢ଼ି ତାକୁ ଗାଧେଇ ଦେଲି। ତାପରେ ରୁମ୍ ବି ସଜାଡ଼ିଲି। ଏବେ ସବୁ ବୁଝିପାରୁଥିଲି କି ଏତେ ସବୁ କାମ କରିବା ପରେ ରାଗିଣୀ କେବେ ବି କହୁନଥିଲେ ଆଉ ମୁଁ ଯଦି କିଛି କହୁଥିଲି ସେ ଖାଲି ହସି ଦେଉଥିଲେ। ତାପରେ ବି ସେ ମୋ କଥା ଠିକ୍ରେ ବୁଝୁଥିଲେ। ଆଉ ଯାହା ବି ହେଲା ଖାଲି ମା କଥାରେ। ମା ମୋତେ ବାରମ୍ବାର କହୁଥିଲେ କି ତୋ ସ୍ତ୍ରୀ କିଛି କରୁନି। କେଜାଣି ମା କାହିଁକି ରାଗିଣୀ ଉପରେ ରାଗୁଥିଲେ। ମୁଁ ରୋଷେଇ ଘରକୁ ଗଲି। ସେଠାରେ କିଛି ବି ଖାଇବା ନଥିଲା। ଦିଶାକୁ କ୍ଷୀର ଗରମ କରିକି ଦେଲି ଆଉ ଭାବିଲି କି ମା ଏତେ କହିବା ପରେ ଏ ଟିକକ କାମ ତ କରିଦେବା କଥା। ନିଜ ପାଇଁ କରିକି ଖାଇଦେଲେ, ହେଲେ ପୁଅ ପାଇଁ କିଛି ରଖିନାହାନ୍ତି। କହୁଥିଲେ କି ବାସନ ମାଜିଦେବେ, କିନ୍ତୁ ସିଙ୍କରେ ତ ବାସନ ଫୁଲ ହୋଇ ରହିଥିଲା। ଘର ବି ଝାଡ଼ୁ କରିନଥିଲେ। କିଛି ନ ଭାବିକି ମୁଁ ସବୁ କାମ ସାରିଲି। କାମ ସାରିବା ପରେ ଦିଶାକୁ ଗେଲ କଲି ଆଉ କହିଲି କି ଚାଲ ଝିଅ, ବହୁତ ହୋଇଗଲା, ଏବେ ତ ମାଆକୁ ନେଇ ଆସିବା। ବାହାରିବା ବେଳେ ମା ପଚାରିଲେ, ହେଲେ ମୁଁ କିଛି କହିଲିନି। ଝିଅକୁ ବାଇକ୍ ଆଗରେ ବସେଇ ସିଧା ରାଗିଣୀ ଘରକୁ ଚାଲିଲି। ମୁଁ ବୁଝି ଯାଇଥିଲି କି ମୁଁ ରାଗିଣୀ ବିନା କିଛି ବି ନୁହେଁ। ସ୍ତ୍ରୀଙ୍କ ବିନା ମୋ ଘର ଅଧୁରା। ମୋ ଘର, ମୋ ଝିଅ ଆଉ ମୋ ପରିବାର ସମସ୍ତଙ୍କୁ ଠିକ୍ରେ ସମ୍ଭାଳୁଥିଲେ ରାଗିଣୀ। କେତେ କଥା ସବୁ ଭାବୁ ଭାବୁ ମୁଁ ରାଗିଣୀଙ୍କର ଘର ପାଖରେ ପହଞ୍ଚି ଯାଇଥିଲି। କଲିଂ ବେଲ୍ ମାରିବା ପରେ ରାଗିଣୀଙ୍କ ଭାଉଜ କବାଟ ଖୋଲିଲେ ଆଉ ମୁଁ ନମସ୍କାର କରି ଭିତରକୁ ଆସିଲି ତ ସେ ମୋ ଠାରୁ ଦିଶାକୁ ନେଇଗଲେ। ରାଗିଣୀ କଥା ପଚାରିବାରୁ ସେ କହିଲେ କି ସେ ରୁମ୍ ଭିତରେ ଅଛନ୍ତି। ମୁଁ ସିଧା ରୁମ୍କୁ ଯାଇ ରାଗିଣୀ ପାଖରେ ପହଞ୍ଚିଗଲି। ଦେଖିଲି କି ତାଙ୍କ ଆଖି କାନ୍ଦି କାନ୍ଦି ଫୁଲି ଯାଇଛି। ମୋତେ ଦେଖି ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ଦିଶା କଥା ପଚାରିଲେ। ତୁରନ୍ତ ଦୌଡ଼ି ଯାଇ ଦିଶାକୁ ଧରି ଗେଲ କରିବାକୁ ଲାଗିଲେ। ମୁଁ ଟିକିଏ ହସି ଦେଇ ରାଗିଣୀଙ୍କ ହାତ ଧରି କହିଲି କି ରାଗିଣୀ, ମୋତେ କ୍ଷମା କରିଦିଅ। ତମ ବିନା ମୋ ଘର ଆଉ ମୋ ଜୀବନ ସବୁ ଅଧା। ମୋର ଏତିକି କଥାରେ ସେ ହସିଦେଲେ ଆଉ ଦିଶାକୁ ଖୁବ୍ ଗେଲ କରିବାକୁ ଲାଗିଲେ। ସେ ଜଣେ ସ୍ତ୍ରୀ ବି ଥିଲେ ଆଉ ମା ବି। ରାଗିଣୀ ଖୁସି ଖୁସି ମୋ ସାଥିରେ ପଳେଇ ଆସିଲେ। ବାସ୍ ଏହି 2 ଦିନରେ ମୁଁ ବୁଝିପାରିଥିଲି କି ସ୍ତ୍ରୀ ବିନା ସବୁ ଅସମ୍ଭବ। ତ କାହାଣୀଟି ଏତିକି ଥିଲା। ପ୍ରକୃତରେ ସ୍ତ୍ରୀ ବିନା ଘର ଘର ନୁହେଁ। ଆପଣ ଏ ନେଇ କ'ଣ କହିବେ? କମେଣ୍ଟ କରି ନିଜର ମତ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରି ଚ୍ୟାନେଲ ସିକ୍ରେଟ୍ ଷ୍ଟୋରିଜକୁ ସବସ୍କ୍ରାଇବ୍ କରିଦେବେ। ବେଲ୍ ଆଇକନ୍କୁ ବି ଅନ୍ କରିଦେବେ। ଆଉ ହଁ, ଆମ ଫେସବୁକ୍ ପେଜ୍କୁ ବି ଫଲୋ କରିବେ। ଲିଙ୍କ୍ ଡେସ୍କ୍ରିପ୍ସନରେ ରହିଛି। ଧନ୍ୟବାଦ।